ଏବେ ଯେହେତୁ ଶ୍ରାବଣ ମାସ ଚାଲିଛି ତ ଜାଣିଛନ୍ତି ଶ୍ରାବଣ ମାସରେ ଆମର ସମସ୍ତେ ବୋଲବମ୍ ନେଇ ଯାଆନ୍ତି। ତ ଏଥିପାଇଁ ସବୁବେଳେ ଯଦି ଆପଣ ଡାଲି ଆଉ ଡାଲମା ଖାଇ ଖାଇ ବୋର୍ ଲାଗିଲାଣି ତ ଆପଣ ନିଶ୍ଚିନ୍ତ ଏ ରେସିପିଟି ଥରେ ବନାନ୍ତୁ। ଆଉ ଏଇଟା ବହୁତ ହେଲ୍ଦି ଆଉ ବିନା ପିଆଜ ରସୁଣରେ ବନିବ ଆଉ ବହୁତ କମ୍ ଟାଇମ୍ରେ ବନିବ। ତ ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଯମୁନା ସ୍ୱାଗତ କରୁଛି ମୋର ଆଉ ଗୋଟିଏ ନୂଆ କୁକିଂ ଭିଡ଼ିଓକୁ। ତ ଚାଲନ୍ତୁ ଆଜି ଆମେ ବନେଇବା ଲାଉ ବୁଟ ଡାଲିର ଗୋଟେ ସନ୍ତୁଳା, ଆଉ ଯେଉଁଟାକି ବନିବ ବିନା ପିଆଜ ରସୁଣରେ ଆଉ ଯେତିକି ହେଲ୍ଦି ଆଉ ସେତିକି କମ୍ ସମୟରେ ବି ବନିବ ଆଉ ସମସ୍ତେ ଆକୁ ବନେଇକିନା ବହୁତ ଇଜିଲି ଘରେ ଖାଇପାରିବେ। ତ ପ୍ରଥମେ ମୁଁ କିଛି ଲାଉ ନେଇଥିଲି, ଯାହାକୁ ଭଲସେ ଧୋଇ ଛୋଟ ଛୋଟ କାଟି ନେଇଥିଲି। କିଛି ଆଳୁ ନେଇଥିଲି ଆଉ ବୁଟ ଡାଲି ଗୋଟେ କପ୍ ନେଇଥିଲି, ଯାହାକି 2-3 ଘଣ୍ଟା ପୂର୍ବରୁ ପାଣିରେ ମୁଁ ଭଲସେ ବତୁରେଇ ଦେଇଥିଲି। ଆଉ ଏପଟେ ମୁଁ ଗ୍ୟାସ୍ ଉପରେ ଦେଇ ଦେଉଛି ପ୍ରେସରରେ ବୁଟ ଡାଲି ଆଉ ଲାଉ ଆଳୁକୁ ସବୁ ଦେଇ ଭଲସେ ଟିକେ ଗୋଳେଇ ନେଉଛି, ଯାହାଫଳରେ ଡାଲି ଆଳୁ ସବୁତକ ଭଲସେ ମିଶିଯିବ। ଆଉ ଏବେ ଏଇଟା ଯେହେତୁ ସାଧା ରେସିପି ତ ଏଇଟା ବହୁତ କମ୍ ସମୟରେ ବନିବ ଆଉ ବହୁତ ହେଲ୍ଦି, ଆପଣମାନେ ନିଶ୍ଚିନ୍ତ ବନେଇ ଖାଆନ୍ତୁ। ଆଉ ଯଦି ଏଯାଏ ମୋ ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ଆପଣମାନେ ମୋ ଭିଡ଼ିଓ ଗୋଟେ ଲାଇକ୍ କମେଣ୍ଟ କରିବେ ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ଯାହାଫଳରେ ମୁଁ ଆପଣମାନଙ୍କ ପାଇଁ ଆହୁରି ବହୁତ ଭଲ ଭଲ ରେସିପି ନେଇ ଆସିବି। ତ ଏବେ ଦେଖନ୍ତୁ ମୁଁ ସେଥିରେ 2ଟା ଟମାଟୋ ଦେଇ ଦେଉଛି, 2-3ଟା କଞ୍ଚା ଲଙ୍କା ଦେଇ ଦେଉଛି। ଏସବୁ ଦେଲା ପରେ ଟିକେ ହଳଦୀ ଗୁଣ୍ଡ ଆଉ ସ୍ୱାଦ ଅନୁସାରେ ଲୁଣ, ଆଉ ଆପଣ କ'ଣ କରିବେ ଆପଣଙ୍କ ପରିବାର କ୍ୱାଣ୍ଟିଟି ହିସାବରେ ଲୁଣ ଦେବେ। ତ ଯେହେତୁ ଲାଉ କମ୍ ହେଇଯିବ ମାନେ ହୁଇସିଲ୍ ହେଲା ପରେ ତ ମୁଁ ଅଳ୍ପ କିଛି ଦେଇଛି ଲୁଣ। ତ ଏବେ ସବୁକୁ ପରିବାକୁ ମୁଁ ଭଲସେ ଗୋଳେଇ ଦେଲି। ଗୋଳେଇଲା ପରେ ଅଳ୍ପ ଟିକେ ପାଣି ଦେଇ ଦେଉଛି ଆଉ ଅଦା ଟିକେ ଦେଇ ଦେଉଛି। ଏଇଟା ଯେହେତୁ ବିନା ମାନେ ପିଆଜ ରସୁଣରେ ବନୁଛି ତ ଅଦା ଦେଲେ ଫ୍ଲେଭରଟା ବହୁତ ବଢ଼ିଆ ଆସିବ। ତ ଏସବୁକୁ ଦେଲା ପରେ ମୁଁ ପ୍ରେସରର କ୍ୟାପ୍ ଦେଇ 2ଟା ହୁଇସିଲ୍ ଦେଇ ଦେଉଛି ହାଇ ଫ୍ଲେମ୍ରେ, ଆଉ ଜଲ୍ଦି ବି ସିଝିଯିବ। 2ଟା ହୁଇସିଲ୍ ପରେ ତ ଆକୁ ଆପଣ ଧୀରେ ଧୀରେ ଖୋଲିବେ, ବେଶୀ ମାନେ ଜଲ୍ଦି ଖୋଲିଦେବେନି କାହିଁକିନା ପ୍ରେସରରେ ଏୟାର ଗୁଡ଼ା ଥିବ। ତ ଏବେ ଦେଖିପାରୁଥିବେ ହୁଇସିଲ୍ କାଢ଼ିଲା ପରେ ମୋ ଟମାଟୋ ସବୁ ବଢ଼ିଆ ସେ ସିଝିଯାଇଛି ଆଉ ପରିବାର କ୍ୱାଣ୍ଟିଟି ବି ବହୁତ କମ୍ ହେଇଯାଇଛି। ଆଉ ଟମାଟୋ କାଢ଼ିଲା ପରେ ମୁଁ ଏକୁ ସବୁ ଭଲସେ ଗୋଳେଇ ଟିକେ ମେସ୍ କରିନେଉଛି। ତ ଏପଟେ ମୁଁ ଛୁଙ୍କ ପାଇଁ ତଡ଼କା କରିବା ପାଇଁ ଗୋଟେ ପ୍ୟାନ୍ ବସାଇ ଦେଇଥିଲି, ପ୍ୟାନ୍ରେ ସୋରିଷ ତେଲ ଦେଇଛି। ଆଉ ଆପଣ ଯଦି ଘିଅ ଭଲ ପାଆନ୍ତି ଘିଅ ବି ଦେଇପାରିବେ ଆଉ ରିଫାଇନ୍ ବି ଦେଇପାରିବେ, ଆଉ ମୋତେ ଯେହେତୁ ସୋରିଷ ତେଲ ଭଲ ଲାଗେ ତ ମୁଁ ସୋରିଷ ତେଲରେ ହିଁ ତଡ଼କା ବନାଉଛି। ଏବେ ମୁଁ ସେଇଥିରେ 2-3ଟା ଶୁଖିଲା ଲଙ୍କା, କିଛି ପଞ୍ଚ ଫୁଟଣ ଆଉ ଭୃସଙ୍ଗ ପତ୍ର ଦେଇ ତଡ଼କାକୁ ଭଲସେ ଟିକେ ତାକୁ ଫ୍ରାଏ କରିନେଉଛି। ବେଶୀ ବି ପୋଡ଼ିବେନି, ଗ୍ୟାସ୍ର ଫ୍ଲେମ୍ ସବୁବେଳେ ମିଡ଼ିୟମ୍ ରଖିବେ କାହିଁକିନା ଏଇଟା ସାଧା ତରକାରୀ ତ ବେଶୀ ଛୁଙ୍କ ପୋଡ଼ିଗଲେ ବାସ୍ନା ଭଲ ହେବନି। ତ ଏମିତି ଦେଲା ପରେ ଟିକେ ହାଲକା ଫ୍ଲେମ୍ରେ ଭାଜି ନେବେ। ତ ଏଇସବୁ ଭାଜି ହେଲା ପରେ ମୁଁ ଅଳ୍ପ ଟିକେ ଲଙ୍କା ଗୁଣ୍ଡ ଦେଇ ଦେଉଛି ଆଉ ସେଥିରେ ଯେଉଁ ବଏଲ୍ଡ ସିଝା ଟମାଟୋ ରଖିଥିଲି ଟମାଟୋ ଦେଇ ଦେଉଛି ଆଉ କିଛି ଧନିଆ ପାଉଡ଼ର ଦେଇ ଦେଉଛି। ଏସବୁକୁ ଦେଇ ଭଲସେ ଟିକେ ଘାଣ୍ଟି ନେଇଯିବେ। ଏବେ ଦେଖିପାରୁଥିବେ ଆମ ମସଲା ଯେହେତୁ ପିଆଜ ରସୁଣ ପଡ଼ିନି ତ ବେଶୀ କଷିବା ବି କିଛି ଆବଶ୍ୟକ ନାହିଁ, ଅଳ୍ପ କିଛି ସମୟରେ ଆରାମସେ ହେଇଯିବ। ତ ଏବେ ମସଲା ଦେଖିପାରୁଥିବେ ମୋର କଲର୍ ହେଇଯାଇଛି ଆଉ ତେଲ ଗୁଡ଼ା ଉପରକୁ ବାହାରି ଆସିଛି। ତ ସବୁ ବଢ଼ିଆ ମଜାରେ ମସଲା ସିଝି ଯାଇଛି। ଏବେ ସେଥିରେ ମୁଁ ଯେଉଁ ଡାଲିକି ରଖିଥିଲି ସବୁ ବଏଲ୍ କରି ସେ ସବୁକୁ ଦେଇ ହାଲକା ଫ୍ଲେମ୍ର ଆଞ୍ଚ ରଖି ଟିକେ 2-4 ମିନିଟ୍ ଗୋଳେଇ ଦେବେ। ଆଉ ସାଙ୍ଗମାନେ ମୁଁ ବହୁତ କଷ୍ଟରେ ଏ ଭିଡ଼ିଓ ବନାଉଛି ତ ଆପଣମାନେ ଗୋଟେ ଲାଇକ୍ ସବସ୍କ୍ରାଇବ୍ କଲେ ମୁଁ ବହୁତ ଖୁସି ହେବି। ଆଉ କାଇଣ୍ଡଲି ଆପଣମାନେ କେଉଁଠୁ ମୋ ଭିଡ଼ିଓ ଦେଖୁଛନ୍ତି ପ୍ଲିଜ୍ କମେଣ୍ଟ ସେକ୍ସନରେ କହିବେ, କାହିଁକିନା ଏଇ ରେସିପି ସବୁ ପାରମ୍ପରିକ ରେସିପି। ଆପଣ ଅଲଗା ଜିନିଷ ତ ଚାହିଁଲେ ରେଷ୍ଟୁରାଣ୍ଟରେ ଖାଇପାରିବେ କି ହୋଟେଲରେ ଖାଇପାରିବେ, କିନ୍ତୁ ଏମିତି ରେସିପି ଆପଣଙ୍କୁ କେଉଁ ବି ରେଷ୍ଟୁରାଣ୍ଟରେ ମିଳିବନି। ତ ଦେଖିପାରୁଥିବେ 2-4 ମିନିଟ୍ ପରେ ମୋ ତରକାରୀର କଲର୍ କେତେ ବଢ଼ିଆ ହେଇଯାଇଛି ଆଉ ତରକାରୀ ବି ବହୁତ କାଠୁଆ ମାନେ ବହଳିଆ ହେଇଯାଇଛି। ମୁଁ ସେଥିରେ କିଛି ଜିରା ଗୁଣ୍ଡ ଲଙ୍କାଗୁଣ୍ଡ ଦେଇ ତାକୁ ଟିକେ ଭଲସେ ଗୋଳେଇ ନେଇଯାଉଛି। ଏବେ ରେଡ଼ି ହେଇଗଲା ଆମର ବୁଟ ଡାଲିର ସନ୍ତୁଳା। ଆପଣ ଆରାମସେ ଘରେ ବନେଇ ଖାଆନ୍ତୁ ଆଉ କମେଣ୍ଟ ସେକ୍ସନରେ ମୋତେ କୁହନ୍ତୁ କି ରେସିପିଟି କ'ଣ ହେଇଛି। ନମସ୍କାର, ରହିଲି, ପୁଣି ଦେଖା ହେବ ଗୋଟେ ନୂଆ ଭିଡ଼ିଓରେ।